शीघ्र आसुथिबा प्रभु जीशु ख्रीष्टଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମ ଗୌରବ ହେଉ। ଆଜି ପୁନର୍ବାର ଆପଣଙ୍କ ମାନଙ୍କ ମଧ୍ୟରେ ପ୍ରଭୁଙ୍କର ବାକ୍ୟ ନେଇ ଆସିବାକୁ ପ୍ରଭୁ ମୋତେ ସାହାଯ୍ୟ କରିଅଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦେଉଅଛି। ଆଜି ଆମମାନେ ଗୋଟେ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ମାନେ ଆଲୋଚନା କରିବା। ଆଜି ଆମମାନେ ଯେଉଁ ପ୍ରସଙ୍ଗ ମାନେ ଶିଖିବା ସେ ବିଷୟ ହେଲା କିପରି ପବିତ୍ର ଜୀବନ କାଟିବା ବା ପବିତ୍ର ଜୀବନ ଆମେ କେମିତି କାଟିପାରିବା। ଅନେକଙ୍କ ଜୀବନରେ ଗୋଟିଏ ପ୍ରଶ୍ନ ଥାଏ, ପବିତ୍ର ପବିତ୍ର। ଗତ ଦିନ ମାନଙ୍କରେ ଆପଣଙ୍କୁ ବି ପବିତ୍ରତା ବିଷୟରେ ଆପଣମାନଙ୍କୁ କହୁଥିଲି। ପବିତ୍ରତା ବିନୁ ଆମେ ପ୍ରଭୁଙ୍କ ସହିତ ଚାଲିପାରିବା ନାହିଁ। ପବିତ୍ରତା ବିନୁ ଆମ୍ଭେମାନେ ଆଉ ପ୍ରଭୁଙ୍କ ସହିତ ଚାଲିପାରିବା ନାହିଁ। ସ୍ୱର୍ଗରାଜ୍ୟ ମାନେ ଯାଇପାରିବା ନାହିଁ। ପ୍ରଭୁଙ୍କ ଲୋକ ଆମେ ହୋଇପାରିବା ନାହିଁ। ତ କିପରି ସମ୍ଭବ ପବିତ୍ର ହେବା ବା ପବିତ୍ର ଜୀବନ କାଟିବା? ଆମମାନେ ବାଇବଲରେ ହିଁ ଆମମାନେ ସେ ବିଷୟ ଶିଖିବା। ବାଇବଲରୁ ହିଁ ଆମମାନେ ସେ ବିଷୟକୁ ଆମମାନେ କ'ଣ କରିବା? ଶିଖିବା ଯେ ଆମେ କିପରି ପବିତ୍ର ହେବା, କିପରି ଆମମାନେ ପରିଷ୍କୃତ ହେବା ବା କିପରି ଆମେ ପବିତ୍ର ଜୀବନ ମାନେ କାଟିବା। ବାଇବଲ ସ୍ପଷ୍ଟ କହେ କ'ଣ? ପବିତ୍ର ଜୀବନ କାଟନ୍ତୁ ବୋଲି। ସମସ୍ତ ମନୁଷ୍ୟ ପାପରେ ଜନ୍ମ କେବଳ ଯୀଶୁଙ୍କୁ ଛାଡ଼ି ଦେଇ ବା ଯୀଶୁଙ୍କ ବିନା ସମସ୍ତ ମନୁଷ୍ୟ ପାପ କରିଅଛନ୍ତି, ଈଶ୍ୱରଙ୍କ ଗୌରବରୁ ହଣା ପଡ଼ିଅଛନ୍ତି। କେହି ବି ଜଣେ ଧାର୍ମିକ ନାହିଁ, କେହି ବି ଜଣେ ସାଧୁସନ୍ଥ ନାହିଁ। ତ ଏ ପାପୀ ମନୁଷ୍ୟକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଧାର୍ମିକ କରିବା ପାଇଁ, ପବିତ୍ର କରିବା ପାଇଁ, ଉଦ୍ଧାର କରିବା ପାଇଁ ପ୍ରଭୁ ସ୍ୱର୍ଗରୁ ଏ ଧରାପୃଷ୍ଠକୁ ଓହ୍ଲାଇ ଆସେ। ସେଇ ପ୍ରଭୁ ଯୀଶୁକୁ ଯେ ବିଶ୍ୱାସ କରେ, ଗ୍ରହଣ କରେ, ଏକମାତ୍ର ଈଶ୍ୱର ବୋଲି, ପାପ କ୍ଷମାକାରୀ ବୋଲି, ଉଦ୍ଧାରକର୍ତ୍ତା ବୋଲି ଯେ ଜାଣିକି ବିଶ୍ୱାସ କରି ଯେ ଗ୍ରହଣ କରେ, ସେ ମୋର ଉଦ୍ଧାରକର୍ତ୍ତା ଅଟନ୍ତି, ସୃଷ୍ଟିକର୍ତ୍ତା ଅଟନ୍ତି, ପାପ କ୍ଷମାକାରୀ ଅଟନ୍ତି, ସେ ମୋ ପାଇଁ କ୍ରୁଶରେ ବଳି ହେଲେ ବୋଲି ଯେ ବିଶ୍ୱାସ କରି ଗ୍ରହଣ କରନ୍ତି, ମୁଖରେ ସ୍ୱୀକାର କରନ୍ତି, ସେମାନେ ପରିତ୍ରାଣ ପାଇବେ, ସେମାନେ ପାପରୁ ମୁକ୍ତ ହେବେ। ଦେଖନ୍ତୁ, ପାପରୁ ମୁକ୍ତ ହେଲା ପରେ ବି ମନୁଷ୍ୟ ଆହୁରି ପାପ କରିବାର ସମ୍ଭାବନା ଅଛି। ତ ସେଥିପାଇଁ କ'ଣ କରିବ? ମନୁଷ୍ୟ ମାତ୍ର ହିଁ ମିଥ୍ୟା ଦୁର୍ବଳତା ରହିଛି। ତ ମନୁଷ୍ୟ ବାରମ୍ବାର ନିଜର ଜୀବନରେ ପାପ ଦୋଷକୁ କ'ଣ କରେ? ସ୍ୱୀକାର କରିକି କ'ଣ କରିବାକୁ ପଡ଼ିବ? ଛାଡ଼ିବାକୁ ପଡ଼ିବ। ତେବେ ହିଁ ସେ ପବିତ୍ର ଜୀବନ କାଟିପାରିବ। ଏହାର ଅର୍ଥ ନୁହେଁ ଯେ ଜଣେ ବ୍ୟକ୍ତି ଜାଣିକି ଭୁଲ କରିବ, ଦୋଷ କରିବ, ପାପ କରିବ, ତାହା ନୁହେଁ। ସବୁବେଳେ ନିଜର ଜୀବନକୁ ପବିତ୍ର ଭାବରେ ବଜାୟ ରଖିବାକୁ ଚେଷ୍ଟା କରିବା ଆବଶ୍ୟକତା ରହିଅଛି। ଯେ ପ୍ରଭୁ ମୋତେ କ୍ଷମା କରିଅଛନ୍ତି, ମୋତେ ଧାର୍ମିକ ଗଣିତ କରିଅଛନ୍ତି, ଆଉ ମୁଁ ଯାହା କଲେ ବି ତା ପାପ ନୁହେଁ, ଏପରି ଚିନ୍ତା କରିବା ଏବଂ ଏପରି କାର୍ଯ୍ୟ କରିବା ତା ମିଥ୍ୟା ବା ସେ ବ୍ୟକ୍ତି ମିଥ୍ୟାବାଦୀ ଅଟେ ବୋଲି ବାଇବେଲ ପ୍ରକାଶ କରେ। ଆପଣଙ୍କୁ ମୋତେ ପ୍ରଭୁ ପବିତ୍ର କରିଅଛନ୍ତି, ଧାର୍ମିକ ଗଣିତ କରିଅଛନ୍ତି। ଧାର୍ମିକ ଗଣିତ କରିଅଛନ୍ତି ସତ କଥା। ଆମ୍ଭମାନଙ୍କୁ
ଏବଂ ଆମ୍ଭେମାନେ ଆଉ ଥରେ ପାପ କରିବାର ଚାନ୍ସ ଅଛି। ଦେଖନ୍ତୁ, ଆପଣ ଚିନ୍ତା କରନ୍ତୁ, ଆଉ ମନୁଷ୍ୟର ଦୁଇ ପ୍ରକାର ପାପ ରହିଅଛି। ଗୋଟିଏ ଜନ୍ମ ପାପ, ଆଉ ଗୋଟିଏ କର୍ମ ପାପ। ଜନ୍ମ ପାପ, ମନୁଷ୍ୟ ପାପରେ ଜନ୍ମ, ଦାଉଦ କୁହନ୍ତି ମାନେ ପବିତ୍ର ଆତ୍ମା ଦାଉଦଙ୍କ ମୁଖରେ ପ୍ରକାଶ କରନ୍ତି ସମସ୍ତ ମନୁଷ୍ୟ ପାପରେ ଜାତ ଅଟନ୍ତି ବା ପାପରୁ ଜାତ। ତ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ'ଣ ଜନ୍ମ ପାପକୁ କ'ଣ କରିବା ପାଇଁ? କ୍ଷମା କରିବା ପାଇଁ, ପବିତ୍ର କରିବା ପାଇଁ, ଆଉ ଜନ୍ମ ପାପରୁ ଜଣଙ୍କୁ ପ୍ରଭୁ ପରିଷ୍କାର କରିବା ପାଇଁ ସେ ଧରାପୃଷ୍ଠକୁ ଆସିଲେ। କିନ୍ତୁ କର୍ମ ପାପ ପରିଷ୍କାର କରିବାକୁ କ'ଣ ପ୍ରଭୁ ଆସିନାହାନ୍ତି କି? ଆସିଛନ୍ତି। କିନ୍ତୁ ଆପଣ এই ଦୁଇଟି ପାର୍ଥକ୍ୟକୁ ବୁଝିଲେ ଆପଣ ବୁଝିପାରିବେ। ଜନ୍ମ ପାପ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ କ୍ଷମା କରିଅଛନ୍ତି, କିନ୍ତୁ କର୍ମ ପାପ କ୍ଷମା କରିନାହାନ୍ତି। କେତେବେଳେ କ୍ଷମା କରିବେ? ଯେତେବେଳେ ଆପଣମାନେ ସ୍ୱୀକାର କରିବେ ଆପଣ ଯେଉଁ କର୍ମ କରିକି ଆପଣ ଅଶୁଚି ହୋଇଅଛନ୍ତି, ପାପ କରିଅଛନ୍ତି, ତାକୁ ଆପଣ ସ୍ୱୀକାର କରିକି କ୍ଷମା ମାଗିଲେ ପ୍ରଭୁ ଆପଣଙ୍କୁ କ'ଣ କରିବେ? କ୍ଷମା କରିବେ। ଆପଣ ପ୍ରଭୁ କ'ଣ କରିବେ? ପବିତ୍ର କରିବେ। ଆଶା କରୁଛି ଏ ବିଷୟ ବୁଝିପାରୁଥିବେ। ମୁଁ ଚେଷ୍ଟା କରୁଛି ଏ ବିଷୟକୁ ସରଳ କରିବା ପାଇଁ। ଯଦି ନହେଲେ ଏ ବିଷୟରେ ଆଉ ନେକ୍ସଟ ସମୟରେ ମୁଁ ଆପଣମାନଙ୍କୁ କହିବି। ପରବର୍ତ୍ତୀ ସମୟରେ ଏ ବିଷୟ ଆପଣମାନଙ୍କୁ କ୍ଲିଅର କରିବି। କାରଣ ଅନେକଙ୍କ ଜୀବନରେ ଆଉ ଅନେକ ପ୍ରଶ୍ନ ଗୁଡ଼ିକ ରହିଅଛି। ସେଇ ଦ୍ୱନ୍ଦ୍ୱରେ ସେମାନେ ରହିଛନ୍ତି। ଆଉ ଏପରି ପ୍ରଶ୍ନ ସେମାନେ ସେ ପ୍ରଶ୍ନକୁ ଗୋଟିଏ ସାଧାରଣ ପ୍ରଶ୍ନ ବି ସେମାନେ ଗୋଟିଏ ବଡ଼ ଧରଣରେ ଚିନ୍ତା କରିକି ରହିଥାନ୍ତି। ଯେପରି ବାଇବଲରେ ଅନେକଙ୍କ ପ୍ରଶ୍ନ ରହିଅଛି, କଏନଙ୍କ ସ୍ତ୍ରୀ କିଏ? ବା କଏନ କେଉଁଠି ସ୍ତ୍ରୀ ପାଇଲେ, କେଉଁଠି ବାହା ହେଲେ? ଏପରି ଗୋଟେ ଛୋଟ ଛୋଟ ପ୍ରଶ୍ନକୁ ସେମାନେ ବଡ଼ ପ୍ରଶ୍ନ କରିଦିଅନ୍ତି। ତ ଏପରି ଆପଣଙ୍କର ଜୀବନରେ ଚିନ୍ତା ବାହାର କରିଦିଅନ୍ତୁ। ଆଉ ପ୍ରଶ୍ନ ତ ଆସିବ, କିନ୍ତୁ ଆମମାନେ ସବୁ ବିଷୟକୁ ବିଶ୍ୱାସରେ ଆମେ ଗ୍ରହଣ କରି ଆଗକୁ ଚାଲିବା, ପ୍ରାର୍ଥନା କରିବା। ପବିତ୍ର ଆତ୍ମା ଆମମାନଙ୍କୁ ଶିଖାଇବେ। ପ୍ରଭୁ ଗୌରବ ପାଆନ୍ତୁ। ତ ପବିତ୍ର ଜୀବନ କିପରି କାଟିବା? ପବିତ୍ର ଜୀବନ କିପରି କାଟିବା କହିଲେ, ଆମେ ଯଦି ବାକ୍ୟ ଧ୍ୟାନରେ ନିୟମିତ ଭାବରେ ଆମେ ରହିବା, ତେବେ ଆମେ ପବିତ୍ର ଜୀବନ କାଟିପାରିବା। ପ୍ରାର୍ଥନାରେ ଆମେ ଯଦି ନିୟମିତ ଭାବରେ ରହିବା, ପବିତ୍ର ଜୀବନ କାଟିପାରିବା। ଉପବାସରେ ଯଦି ଆମେ ନିୟମିତ ଭାବରେ ରହିବା, ତେବେ ଆମେ ପବିତ୍ର ଜୀବନ ଆମେ କାଟିପାରିବା। ଯଦି ଆପଣମାନେ ଏ ପବିତ୍ରତା ବିଷୟରେ ଯଦି ବାଇବେଲ ଦେଖିବେ, ଆପଣମାନେ ଦାନିଏଲ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ ଯଦି ଆପଣମାନେ ପାଠ କରିବେ, 1 ଅଧ୍ୟାୟର 8 ପଦରେ ଲେଖା ଅଛି କ'ଣ? ବହୁତ ସୁନ୍ଦର ଭାବରେ ସେହି ସ୍ଥାନରେ ବାକ୍ୟ ପ୍ରକାଶ କରେ। ଲେଖା ଅଛି ସେଇଠି କ'ଣ? ଦାନିଏଲ ନିଜକୁ ଅଶୁଚି ନ କରିବା ପାଇଁ କ'ଣ କରିଛନ୍ତି? ନିଜ ମନରେ ସ୍ଥିର କଲେ। ମାନେ ପାପ କରିବାର ଚାନ୍ସ ଅଛି, ଅଶୁଚି ହେବାର ଚାନ୍ସ ଅଛି, କିନ୍ତୁ ଆମେ ନିଜକୁ କଣ୍ଟ୍ରୋଲ କରିବା, ସ୍ଥିର କରିବା, ପ୍ରାର୍ଥନା କରିବା, ପ୍ରଭୁଙ୍କ ହାତରେ ଆମେ ନିଜକୁ ସମର୍ପଣ କରିବା। ଲେଖା ଅଛି ଦାନିଏଲଙ୍କ ପୁସ୍ତକ 1:8 ପଦ, ମାତ୍ର ରାଜା ଆହାର୍ୟ ଦ୍ରବ୍ୟରେ ଲେଖା ଅଛି, ମାତ୍ର ରାଜାର ଆହାର୍ୟ ଦ୍ରବ୍ୟରେ ଓ ତାହାର ପାନୀୟ ଦ୍ରାକ୍ଷାରସରେ ଆପଣଙ୍କୁ ଅଶୁଚି ନ କରିବା ପାଇଁ ଦାନିଏଲ ନିଜ ମନରେ ସ୍ଥିର କଲେ। ଯେହେତୁ ସେ ଯେପରି ଆପଣଙ୍କୁ ଅଶୁଚି ନ କରନ୍ତି, ଏଥିପାଇଁ ସେ ନପୁଂସକାଧିପତିକି ନିବେଦନ କଲେ। ଆପଣଙ୍କୁ ପ୍ରଭୁଙ୍କ ବିରୁଦ୍ଧରେ ନ ଚାଲିବା ପାଇଁ କ'ଣ କରୁଛନ୍ତି? ନିଜ ମନରେ ସ୍ଥିର କରୁଅଛନ୍ତି।
ଆପଣ ନିଜେ ନିଜେ ସ୍ଥିର ହୋଇପାରିବେ ପ୍ରାର୍ଥନାରେ, ବାକ୍ୟ ଧ୍ୟାନରେ, ଉପବାସରେ। ଆପଣମାନେ ଯଦି ଠିକ୍ ଭାବରେ ରହିବେ ତେବେ ଆପଣମାନେ ପବିତ୍ର ଜୀବନ କାଟିପାରିବେ, ପ୍ରଭୁଙ୍କ ସହିତ ଆପଣମାନେ ଚାଲିପାରିବେ। ଆଶା କରୁଅଛି ବିଷୟଟି ଆପଣମାନେ ବୁଝିପାରିଥିବେ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।